समस्त को मोर प्रणाम। आमे जोठू शेष करथिले आमे सेउठू आरंभ करिबा। अपा जेपरि कहिथिले जे एटा होछि चिरंतनी होछि एक अमूल्य मंत्र बा अमृतमय वाणी जोटा कि आम जीवन रे आमे जदि ताकू कार्य रे न लगौचंती तेबे अमृत भांडटी आम पाखरे अछि किंतु ता आमे खोली नाहंती ता ढांकुणी ताको पान करि नाहंती सेई भଳି एक अवस्था हेबो। तेणु आमे चिरंतनी बहिर प्रत्येक पृष्ठारे जहा जहा मा आमको वर्णना करछंती ताहा बहुत सारांश बा अति छोट अल्प भावरे गभीर अर्थरे लेखा ହେଇଛି ताको आमे प्रत्येक दिन पढ़िबा पाठ करिबा एवं ताको आम जीवन रे आचरण रे ताको प्रयोग करिबा निजको प्रस्तुत करिबा रूपांतर पई तेबे तार मूल्य रहइबो। ଆମର ଏଇ ଯୋଉ ଜୀବନ କ୍ଷେତ୍ରରେ ଯେତେବେଳେ ଆମେ ମଣିଷ ହେଇକି ଜନ୍ମ ହେଇଛନ୍ତି ସେତେବେଳେ ଆମକୁ ଏକ ଅପୂର୍ବ ସାମର୍ଥ୍ୟ ଦିଆଯାଇଛି। ତାହା ହେଉଛି ନିଜକୁ ପରୀକ୍ଷା କରିବା, ସମୀକ୍ଷା କରିବା, ଚିନ୍ତା କରିବାର, କଳ୍ପନା କରିବାର ସାମର୍ଥ୍ୟ ଦେଇଛନ୍ତି, ଯୁକ୍ତି ତର୍କ କରିବାର ସାମର୍ଥ୍ୟ ଦେଇଛନ୍ତି ଏବଂ ପ୍ରତ୍ୟେକ ଘଟଣାକୁ ଯେତେ ଦୃଷ୍ଟିକୋଣ ରହିଛି ସବୁ ପ୍ରକାର ଦୃଷ୍ଟିକୋଣରୁ ତାକୁ ପର୍ଯ୍ୟବେକ୍ଷଣ କରି ନିରୀକ୍ଷଣ କରି ସିଦ୍ଧାନ୍ତରେ ପହଞ୍ଚି ଦ୍ୱାରା ଏକ ଅପୂର୍ବ ସାମର୍ଥ୍ୟ ମନ ମାଧ୍ୟମରେ ଆମକୁ ଦିଆଯାଇଛି, ଯୋଉଟା କି ତା ପୂର୍ବ ପର୍ଯ୍ୟନ୍ତ ସମସ୍ତ ଜୀବମାନେ ପ୍ରକୃତି ଦ୍ୱାରା ପରିଚାଳିତ ହେଉଥିଲେ। ତାଙ୍କ ପାଖରେ ଗୋଟେ ଇନଷ୍ଟିଙ୍ଗ ଥିଲା, ଆମେ ଯୋଉଟା ଶୁଣିଛନ୍ତି ତାର ଓଡ଼ିଆଟା ଆମେ କହୁଛନ୍ତି ପ୍ରବୃତ୍ତି ଦ୍ୱାରା ସେମାନେ ପରିଚାଳିତ ହେଉଥିଲେ। ସେମାନଙ୍କର ନିଜସ୍ୱ ସାମର୍ଥ୍ୟ ନଥିଲା। ଯାହା ଘଟି ଯାଉଛି, ଯାହା ତାଙ୍କ ଭିତରେ ପ୍ରେରଣା ଆସୁଛି ତାର ବ୍ୟତିରେକ କିଛି ଊର୍ଦ୍ଧ୍ୱକୁ ଯାଇ ନୂତନ ସୃଜନାତ୍ମକ ଦୃଷ୍ଟିକୋଣରୁ ହଉ ବା ବିରୋଧାତ୍ମକ ଦୃଷ୍ଟିକୋଣରେ ହଉ କରିବାର ସାମର୍ଥ୍ୟ ତାଙ୍କ ପାଖରେ ନଥିଲା। ବିବର୍ତ୍ତନ ପରେ ଏଇ ଯୋଉ ବିବର୍ତ୍ତନର ଯୋଉ ପାବଛରେ ଆମେ ଯେତେ ଯେତେ ପରମଙ୍କ ଆଡକୁ ଗତି କରିବାକୁ ଆରମ୍ଭ କରୁଛନ୍ତି ସେତିକି ସେତିକି ଆମ ପାଖରେ ଆହ୍ୱାନ ଆସି ପହଞ୍ଚେ। ଯେ ପର୍ଯ୍ୟନ୍ତ ପଶୁ ଥିଲେ ସେ ପର୍ଯ୍ୟନ୍ତ ଆମ ପାଖରେ କିଛି ଆହ୍ୱାନ ନଥିଲା, କୌଣସି ଦାୟିତ୍ୱ ବୋଧ ନଥିଲା। ପ୍ରକୃତି ଯୋଉଭଳି ଭାବରେ ପରିଚାଳିତ କରୁଥିଲା ଆମେ ସେଭଳି ଭାବରେ ପରିଚାଳିତ ହଉଥିଲେ ସେଇ ଜୀବମାନେ। ଯେତେବେଳେ ମଣିଷ ହେଲେ ସେତେବେଳେ ଆମେ ଆଉ ଠାକୁର ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ ଭାଷାରେ ଲୋକ ହେଇଗଲେ ପୋକ ହେଇକି ନାହାନ୍ତି। ପୋକ ମାନେ ଆସନ୍ତି ମରିଯାଆନ୍ତି, ତାଙ୍କର କିଛି ନାହିଁ, କୋଉଠି ଚକଡି ହେଇଗଲେ ଦଳି ହେଇଗଲେ ଚାଲିଗଲେ। ଯୋଉମାନେ ସାଧାରଣ ଜୀବନରେ ଆସି ଅନ୍ୟ ଜୀବ ଭଳି କେବଳ ଖାଦ୍ୟ ଗ୍ରହଣ କରୁଛନ୍ତି, ନିଜର ବଂଶ ବୃଦ୍ଧି କରୁଛନ୍ତି, କେବଳ ନିଜର ଯେମିତି କ୍ଷୁଧା ତୃପ୍ତି ପାଇଁ ଏବଂ ନିଜର ସ୍ଥିତିକୁ ବଜାୟ ରଖିବା ପାଇଁ ଚେଷ୍ଟା କରି ଚାଲିଛନ୍ତି, ସେମାନେ ଲୋକ ନୁହନ୍ତି, ସେମାନେ ହଉଛନ୍ତି ପୋକ। ଏଇଠି ଯଦି ଆଉ ଗୋଟିଏ ଦୃଷ୍ଟିକୋଣରୁ ଆପଣ ଦେଖିବେ, ଯେତେବେଳେ ଜଣେ ବ୍ୟକ୍ତି ଅହଂ ଦ୍ୱାରା ବା ଅହଙ୍କାର ଦ୍ୱାରା ପରିଚାଳିତ ହଉଛି ସେତେବେଳେ ସେ ତାର ସ୍ଥିତିକୁ ଜାହିର କରିବା ପାଇଁ ନିଜର ସମ୍ମାନୀୟ ବା ସମ୍ମାନନୀୟ ଗୋଟେ ସ୍ଥିତି କିମ୍ବା କ୍ଷମତାଯୁକ୍ତ ଏକ ସ୍ଥିତି କିମ୍ବା ଅର୍ଥ ଦ୍ୱାରା ଅଧିକୃତ ହେଇ ଗୋଟେ ସ୍ଥିତି କିମ୍ବା ଲୋକମାନେ ତାଙ୍କୁ ଏକ ଉଚ୍ଚ ଗୁରୁତ୍ୱପୂର୍ଣ୍ଣ ବା ମହତ୍ୱପୂର୍ଣ୍ଣ ବ୍ୟକ୍ତି ଭାବରେ ଗ୍ରହଣ କରିବାର ଯୋଉ ଏକ ମନୋବୃତ୍ତି ନେଇକିରି ସେ ନିଜର ସ୍ଥିତିକୁ ଯେତେବେଳେ ଜାହିର କରିବାକୁ ଯାଉଛନ୍ତି, ଏକା କଥା ହେଇଗଲା ସେଇଭଳି ଭାବରେ ଯେପରି ଅନ୍ୟ ଜୀବମାନେ ପରିଚାଳିତ ହଉଛନ୍ତି ସେ ସେଇଭଳି ଭାବରେ ପରିଚାଳିତ ହେଲେ, କିନ୍ତୁ ଫରକ ହେଲା ଏତିକି ମନ ଦ୍ୱାରା ବ୍ୟବହାର କରି ସିଏ ଟିକେ ମାର୍ଜିତ ଭାବରେ ଚିକଣ ଚାକଣ ହେଇ ବାହାରକୁ ଦେଖା ନ ଗଲା ଭଳି ଏକ ପ୍ରତିରୂପ ତିଆରି କରି ସେଇଭଳି ଭାବରେ ପଶୁ ପ୍ରବୃତ୍ତିକୁ ନେଇ ସେମାନେ ବଞ୍ଚୁଛନ୍ତି କହିଲେ କିଛି ଭୁଲ ହେବନି। ଅନେକ ଜାଗାରେ ଅନେକ ସମୟରେ ମା ସ୍ପଷ୍ଟ କରୁଛନ୍ତି, ଯୋଉମାନେ
एई प्रकारर कपट आचरण करती। कपट आचरण केतबेले हबो जहा मोर प्रकृति मोर प्रवृत्ति ताकू घोड़ेइबा पाई ताकू अन्य एक रूप देई बेले बेले मां लिखुचंती अनेक व्यक्ति कौन करती मां कहते मोर कथा को हो बा श्रीरविंद्र वाणी को लेकिन हो से माने बाहर आउ गोटे इमेज तैयारी करती ताकू कह जाए कपट आचरण। जो माने यही प्रकार कपट आचरण करती मां लिखुचंती सेमानंक मध्य को अतिमानस शक्ति संचरित होई पारे नाही। तामाने अतिमानस शक्ति तांको भितरे कार्य करि पारे नाही। तेबे वर्तमान प्रश्न उठिला यदि मनर एते सामर्थ्य थिला मन एते सब जानी थिला तथापि मध्य एठी मां काहींकी कहिले जे एई प्रकारर जो माने मन को व्यवहार करी अहंकार युक्त हेई जाउचंती एवं तापरे सेमानंक भितर को अतिमानस शक्ति संचरित हेई पारु नाही। तेबे अग्रगति कोठी हबो किए से तार मापकाठी बा किए से तार दायित्व ग्रहण करिवो। तेणु माँ एठी जो आरंभ कहते ता पूर्व गुड़ाक जेहेतु आम चैत्यसत्ता विषय ऑलरेडी आलोचना कर सारी तेणु मु चैत्यसत्ता विषय अधिक इंट्रोडक्शन न देकी सीधा सड़क आमर आलोचना करवा जहाँ माँ लिखुं माँ लिखुं तुम भितर केवल जड़े जाणला वाला अच्छा सी होउछंती तुमर चैत्यसत्ता कौन करवा कोटा ठीक कोटा भूल मन जो व्यवहार करुची तार ऊर्ध्व को जाई जी प्रकृत कथा को देखी पारिबो सी होउछंती चैत्यसत्ता। आपण देखिथिबे मां वर्णना करछन भी अनेक जगह रे केते जन व्यक्ति अछंती जो माने सूक्ष्म भौतिक स्तर को जाई करी देखि पारंती कौन घटिबो तेणु से माने कहि पारंती जे आ पर मुहूर्त रे आपनकर कौन हबो। आउ केते जन रहिचंती जो माने कि ताठारु आहुरी ऊर्ध्व स्तर को जाइकरी देखि पारंती जे कौन कौन घटिबा को जीवार अछि तार एक सूक्ष्म रूप ताकू से माने देखि पारंती। तेणु सेठू थाई कि से माने कहि पारंती जे वर्तमान आउ किछि दिन परे बा किछि घंटा परे हो बा किछि दिन परे हो कहा जीवन रे कौन घटिबो। मां लिखुचंती जो माने एई प्रकार सूक्ष्म स्तर को जाइकी कहि पारंती साधारण लोक आम भली लोक आमे कहू ओह सी तो त्रिकालदर्शी कई कई तांकु देवतार आख्या दे दियंती एवं तांकु पूजा करने को आरंभ करती तांको पाखरे निजको समर्पण कर दियंती। किंतु मां कहउछंती आउ जदि तुमे टिके सूक्ष्म स्तर को जीवा पई प्रयास करिवो तेबे तुमे तार ऊर्ध्व स्तर को जदि चली जीवो सेठी प्रकृत स्थिति आहुरी स्पष्ट निर्भूल हे जीवो। जदिओ सेठी कहउछंती जो व्यक्ति जाउची ता ऊपर मध्य निर्भर करे सी से निर्भूलता को देखि पारिबो केते दूर निर्भूल देखि पारिबो। सेठी लिखुचंती तार नैतिक विचार ऊपर मध्य निर्भर करे तार परिशुद्धता ऊपर निर्भर करे सेठी भी लिखिचंती जे से कपट आचरण करुनथिबा दरकार एई प्रकार अनेक श्रृंखला द्वारा सेठी मा लिखुचंती एक कठोर श्रृंखला द्वारा से बांधी होइथिबा दरकार ताहले से आउरी ऊर्ध्व स्तर को जाइकी प्रत्येक वस्तुर पश्चात रे थिबा जोटा आम पई बाहर दृश्यमान हो नहीं स्पष्ट भावे तार प्रकृत स्थिति को से देखि पारे। जदिओ बाहर स्थूल रूप से जेतबेले ताहा हुए तो केते वर्ष पर परिप्रकाश हब विकृत हो पारे ता भी वर्णना करछन केमिति विकृत हुए किंतु सेही स्तर को गले आहुरी अधिक देखि हबो। तापरे कहउछन आउ गोटे स्तर रहिछि जेतेबेले आमे परमात्मा को सहित संयुक्त हो जाउछंती सेतेबेले कौन हबो आपण निरंतर भावरे सामग्रिक भावरे प्रत्येक घटना को स्पष्ट रूपे पूरा निर्भूल आउ सेतिरे कोनोसी विकृति नाही निर्भूल भावरे देखि परिवार सामर्थ्य रहिछि। सेठी कहउछंती सेही अंतरात्मा बा परमात्मा को सहित जेतबेले मोर जो संयोग स्थापन हबो से संयोग स्थापन सेतु होउछंती आम भितर सेही चैत्यसत्ता। तामाने गोटे बाट जो केनालटी
ବା ଯୋଉ ବାଟଟି ସିଧାସଳଖ ମୋର ଯୋଉ ଅନ୍ତରାତ୍ମା ରହିଛନ୍ତି, ଯିଏ କି ମୋର ଏଇ ସ୍ଥୂଳ ଶରୀରରେ ରହିଛନ୍ତି, ତାଙ୍କୁ କିପରି ଭାବରେ ଏଠି ସିଏ ମନ ପ୍ରାଣ ଶରୀରକୁ ପରିଚାଳିତ କରିବ, ସେଇ ଯୋଉ ନିର୍ଦ୍ଦେଶ, ସେ ଯୋଉ ଜ୍ଞାନ ବା ତାକୁ ଆମେ କହିବା ପ୍ରଜ୍ଞା, ଏ ସବୁ ଯାକ ସିଧାସଳଖ ପରମାତ୍ମାଙ୍କ ସହିତ ସଂଯୁକ୍ତ କରିଦେବାର ସାମର୍ଥ୍ୟ ରହିଛି ସେଇ ଚୈତ୍ୟସତାର। ତେଣୁ ସିଏ ନିର୍ଭୁଲ ଭାବରେ ତାକୁ ଦେଖିପାରିବାର ସାମର୍ଥ୍ୟ ରହିଛି ସେଇ ଚୈତ୍ୟସତାର, ଯିଏ କି ଆମର ଏଇ ସ୍ଥୂଳ ରୂପ ଏବଂ ପରମାତ୍ମାଙ୍କ ଭିତରେ ଏକ ସେତୁ ଭଳି କାମ କରେ। ତେଣୁ ମା କହୁଛନ୍ତି ଯଦି ଚୈତ୍ୟସତା ସହିତ ଆମର ସମ୍ପର୍କ ହେଇଯାଏ, ଚୈତ୍ୟସତା ହଉଛନ୍ତି ଜଣେ ଗୋଟେ ସତ୍ତା, ଯିଏ କି ସବୁ ଜାଣିଛନ୍ତି ଏବଂ ତାଙ୍କର ସେ ସାମର୍ଥ୍ୟ ରହିଛି, ସେ ଆମକୁ ତତ୍କ୍ଷଣାତ୍ କହିଦେବେ, ସାଙ୍ଗେ ସାଙ୍ଗେ କହିଦେବେ। ପୁଣି କହୁଛନ୍ତି ତୁମେ ପାଟି ଫିଟେଇବା ଦରକାର ନାହିଁ, ପାଟି ଫିଟେଇବ ନାହିଁ, ଚିନ୍ତା କଳ୍ପନା କିଛି ତା ଉପରେ ପ୍ରକ୍ଷେପଣ କରିବ ନାହିଁ, ଯୁକ୍ତି ତର୍କ କରିବ ନାହିଁ। ଯଦି ଆମେ ଯୁକ୍ତି ତର୍କ କରୁ ତାହେଲେ କଣ ହୁଏ, ତାହା ବିକୃତ ରୂପ ହେଇଯାଏ। ତାହା କଣ ହୁଏ, ବିକୃତ ରୂପ ନିଏ। ଆମେ ଯୋଉ ପାଟି ନ ଫିଟେଇବା କଥା କୁହାଉଛି ବା ଚିନ୍ତା କଳ୍ପନା ନ କରିବା କଥା କୁହାଉଛି, କାହିଁକି ନା ଆମେ ଯେତେବେଳେ ଜୀବନ ଯାପନ କରୁଛୁ, ଆମେ କିଛି ଗୋଟେ ଲୋକଙ୍କ ସହିତ ଆମର ଭେଟ ହଉଛି, ଭିନ୍ନ ଭିନ୍ନ ପରିବେଶ ପରିସ୍ଥିତିରେ ଆମେ ସମ୍ମୁଖୀନ ହଉଛୁ, ତା ସହିତ ଅନେକ ଗୁଡେ ପୁସ୍ତକ ଅଧ୍ୟୟନ ବି କରୁଛୁ। ତା ଫଳରେ ଆମର ଗୋଟେ ଅନୁଭୂତି ଆସିଯାଏ, ଆମର କିଛି ଜ୍ଞାନ ଆସିଯାଏ। ବେଳେ ବେଳେ ଆମେ ତାକୁ ନେଇକରି ଏତେ ଗର୍ବ କରୁ ଯେ ମୁଁ ବହୁତ ଜାଣି ଗଲିଣି। ସେଇଗୁଡାକ କଣ କରେ, ବାଧା ସୃଷ୍ଟି କରେ। ପରମାତ୍ମାଙ୍କ ପାଖରୁ ଆମ ପାଖକୁ ଯୋଉ ନିର୍ଦ୍ଦେଶଟି ଆସୁଥାଏ, ତାର ବାଟରେ ମୁଁ ଗୋଟେ ପଥର ଥୋଇଲା ଭଳି ଥୋଇଦିଏ। ଧୀରେ 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 କେତେବେଳେ ପଥର ଥୋଇ ଥୋଇ ଗୋଟେ ପ୍ରାଚୀର ସୃଷ୍ଟି କରିଦିଏ, ତାହା ମୁଁ ଜାଣିପାରେ ନାହିଁ। ତେଣୁ ମା କହୁଛନ୍ତି କୌଣସି ପାଟି ଫିଟେଇବ ନାହିଁ, କୌଣସି ଚିନ୍ତା କଳ୍ପନା କରିବ ନାହିଁ, ଯୁକ୍ତି ତର୍କ କରିବ ନାହିଁ, ତା କଥାକୁ ମାନିଯିବ। ଏଇଠି ଗୋଟେ ଗପଟିଏ ମୁଁ ଆପଣଙ୍କୁ କହିବାକୁ ଚେଷ୍ଟା କରିବି। ଅନେକ ବର୍ଷ ପୂର୍ବେ ଜଣେ ରାଜା ଥିଲେ। ସିଏ ଜଣେ ସାଧୁଙ୍କର ସେବା କରିଥିଲେ। ସେ ସାଧୁଙ୍କର କୃପା ଫଳରେ ତାଙ୍କୁ ଗୋଟେ କଇଁଚି ମିଳିଲା। ମୁଁ ଆଉ ଗପଟିକୁ ଯେତିକି ସର୍ଟ କରିବାକୁ ଚେଷ୍ଟା କରୁଛି। ଗୋଟେ କଇଁଚି, କଇଁଚି ବା ଆମେ ତାକୁ କହୁଛନ୍ତି କତୁରୀ ବୋଲି କୁହନ୍ତୁ ବା ସିଜର ବୋଲି ଯୋଉ କୁହନ୍ତୁ, ଗୋଟେ କତୁରୀ ତାଙ୍କୁ ସେ ଦେଲେ, କହିଲେ ଏଇ କତୁରୀଟି ନେଇଯାଅ ବା କଇଁଚିଟି ନେଇଯାଅ, ଇଏ ତୁମକୁ ତୁମ ରାଜ୍ୟରେ ନ୍ୟାୟ କରିବା ବେଳେ ଆପଣ ତୁମକୁ ସାହାଯ୍ୟ କରିବ। ସେ ସେଠୁ କଣ କଲେ, କିନ୍ତୁ ତା ସହିତ କହିଥିଲେ ଯେ ତା ଭିତରେ ତୁମେ ବାନ୍ଧି ହୋଇ ରହିଯିବ ନାହିଁ, ନିଜକୁ ମଧ୍ୟ ପ୍ରସ୍ତୁତ କରିବ, ଯେପରି ତୁମେ ଉଚିତ ନ୍ୟାୟ କରିପାରିବ, ଇଏ ତୁମକୁ ସାହାଯ୍ୟ କରିବ। ସେ କଣ କଲେ, ତାର ସାମର୍ଥ୍ୟ କଣ ଥିଲା, ସେ କତୁରୀଟି କଣ କରୁଥିଲେ, ଏମିତି ଖୋଲିକି ରଖୁଥିଲେ। ଯଦି କୌଣସି ଏକ ଘଟଣା ଘଟିଲା, ଜଣେ ଜଣଙ୍କ ବିରୁଦ୍ଧରେ ବା କୌଣସି ମକଦ୍ଦମା ଆସିଲା, ତେବେ ସେ ସତ କହୁଛି କି ମିଛ କହୁଛି ତାହା ପରୀକ୍ଷା କରିବା ପାଇଁ ସେ କଣ କରିବ, କତୁରୀର ଯୋଉ ମୁହଁ ଦିଟା ରହିଛି ତା ମଝିରେ ହାତ ରଖିକିରି ସେ ଯାହା କହିବା କଥା କହିବ। ଯଦି ସେ ସତ କହିଥିବ ତାହେଲେ କତୁରୀ ତାକୁ କାଟିବ ନାହିଁ, ଯଦି ସେ ମିଛ କହିଥିବ ତାହେଲେ କତୁରୀ ତାକୁ କାଟିଦବ। ତେଣୁ ଆ ଫଳରେ କଣ ହେଲା, ଧୀରେ ଧୀରେ ଅନେକ ବ୍ୟକ୍ତି ଜାଣିଗଲେ ଯେ ସେମାନେ ମିଛ କହୁଛନ୍ତି, ତା ଫଳରେ କତୁରୀ କାଟି ପକଉଛି। ତେଣୁ ହାତ କେତେ ଜଣଙ୍କର କଟିଗଲା। ସେମାନେ ତାପରେ ଧୀରେ ଧୀରେ କଣ ହେଲା, ରାଜ୍ୟରେ ସମସ୍ତେ ଜାଣିଗଲେ ଯେ ଇଏ କତୁରୀ କବଳରୁ ବଞ୍ଚିବା ଏତେ ସହଜ ନୁହଁ। ମିଛ କହିଛ ମାନେ କତୁରୀ କାଟିଦବ, ଏ କତୁରୀର ଗୁଣ ଅପାର ଗୁଣ ରହିଛି। ତେଣୁ ତାପରେ ରାଜ୍ୟରେ କିଛି କାଂଶରେ କମି କମି ଚାଲୁଛି, ଅପରାଧ କମି କମି ଯାଉଛି। ତଥାପି ଯିଏ ଅପରାଧ କରୁଛି ପୁଣି ଆସୁଛି, ଏଇଭଳି ଭାବରେ ଚାଲିଛି। ହଠାତ୍ ଦିନେ ଏକ ଘଟଣାଟିଏ ଘଟିଲା। କଣ ଘଟଣା ଘଟିଲା, ଦି ଜଣ ବ୍ୟକ୍ତି ଆସିକିରି ରାଜାଙ୍କ ପାଖରେ ଫେରାଦ ଦଉଛନ୍ତି। ପ୍ରଥମ ବ୍ୟକ୍ତି କହୁଛନ୍ତି ଯେ ମହାରାଜ, ଇଏ ମୋର ହଉଛନ୍ତି ଘନିଷ୍ଠ ମିତ୍ର, ମୋର ତାଙ୍କ ଉପରେ ଅଗାଧ ବିଶ୍ୱାସ ଥିଲା। ତେଣୁ ମୁଁ ବିଦେଶ ଯେତେବେଳେ ଯାତ୍ରା କରିବାକୁ ଯାଇଥିଲି, ମୋ ପାଖରେ ଥିବା 1000 ସ୍ୱର୍ଣ୍ଣ ମୁଦ୍ରା, ମୁଁ ଯେତିକି ସଞ୍ଚୟ କରିଥିଲି 1000 ସ୍ୱର୍ଣ୍ଣ ମୁଦ୍ରା ମୁଁ ତାଙ୍କୁ ଦେଇକି ଯାଇଥିଲି।
ଏବଂ କହିଥିଲି ଯେ ମୁଁ ଆସିଲା ପରେ ସେ ମତେ ଫେରେଇ ଦେବେ ବୋଲି। ଏବଂ ମୁଁ ବିଦେଶରୁ ଯାତ୍ରା କରି ଫେରି ଆସିଲା ପରେ ସେ ମତେ ଫେରଉ ନାହାନ୍ତି। ବର୍ତ୍ତମାନ ମତେ ମିଛ କହୁଛନ୍ତି ଯେ ଯେ ମୁଁ ତାଙ୍କୁ ଆଦୌ ଅର୍ଥ ଦେଇନାହିଁ। ଏବଂ ଦ୍ୱିତୀୟ ବ୍ୟକ୍ତିଙ୍କୁ ପଚାରିଲେ, ଦ୍ୱିତୀୟ ବ୍ୟକ୍ତି କହିଲେ କଣ ନା ଆଜ୍ଞା ତା ଧନ ତା ପାଖରେ ଅଛି, ସିଏ ଜମାରୁ ମୋ ପାଖରେ ନାହିଁ, ସିଏ ମିଛ କହିକି ମତେ ଫସଉଛି। ରାଜା କହିଲେ ଆରେ ଇଏ କଥା, କିନ୍ତୁ କହିଲେ ଠିକ ଅଛି ତେବେ ଆମେ ଯିବା କତୁରୀ ପାଖରେ, ଆମେ ସାହାଯ୍ୟ ନବା କତୁରୀର, ବିଚାର କରିବା ସେଇଠି। ଦି ଜଣ ଯାକ ମୁହଁ ପ୍ରଫୁଲ୍ଲ। କେହି ହଁ ମଝିରେ କଣ ହେଲା, ଯେହେତୁ କତୁରୀ କାଟି ପକଉଛି, ଧୀରେ ଧୀରେ କଣ ହେଲା, ଲୋକମାନେ ଆଉ କାହିଁକି ହାତଟା କଟା ହବାକୁ ଯିବ, ଯିଏ ମିଛ କହୁଥିଲା ସେ ମାନି ଯାଉଥିଲା, ଆଜ୍ଞା ଆଜ୍ଞା ମୋର ମିଛ ହେଇଛି, ମୁଁ ମିଛ କହିଥିଲି, ମତେ ଆପଣ ଆଜ୍ଞା ଯାହା ଦଣ୍ଡ ଦେବେ ଦିଅନ୍ତୁ, କିନ୍ତୁ ମୁଁ ହାତଟାକୁ କାହିଁ କାଟିବି। ତେଣୁ ଧୀରେ ଧୀରେ ଅପରାଧ ସେଇ ସକାଶେ କମି ଯାଇଥିଲା। ବର୍ତ୍ତମାନ ଦୁଇ ଜଣ ଯାକ କତୁରୀ ପାଖକୁ ଯିବା ପାଇଁ ରାଜି। ସମସ୍ତେ ଆଶ୍ଚର୍ଯ୍ୟ, ଯିଏ ନାହିଁ ସେ ତ ଡରି ଯିବା କଥା, କିନ୍ତୁ କେହି ଡରୁନାହାନ୍ତି। ଗଲେ, ପ୍ରଥମ ବ୍ୟକ୍ତି ଯାଇକିରି କତୁରୀ ମଝିରେ ହାତ ରଖିଲେ ଏବଂ ଯାହା ଯାହା କହିଥିଲେ ତାହା ସେ ଆଉ ଥରେ କହିଲେ। କତୁରୀ କାଟିଲା ନାହିଁ, କିଛି ନାହିଁ, ରହିଗଲା। ଦ୍ୱିତୀୟ ବ୍ୟକ୍ତି ସିଏ ଗଲେ, ସାଙ୍ଗରେ ସେ ବାଡି ଧରିକି ଚାଲୁଥାନ୍ତି, ଟିକେ ଗୋଟେ ଗୋଡ ତାଙ୍କର ଥାଏ, ଚାଲି 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 ଧୀରେ ଧୀରେ ଗଲେ ଏବଂ ଗଲା ବେଳେ ଯେତେ କତୁରୀ ପାଖରେ ଯାଇ ପହଞ୍ଚିଲେ, ବାଡିଠୁ କଣ କଲେ, ତାଙ୍କ ସାଙ୍ଗକୁ ଧରେଇ ଦେଇକିରି ଗଲେ, କତୁରୀ ଭିତରେ ହାତ ପୁରେଇଲେ ଏବଂ କହିଲେ କହିଲେ ଯାହା କହିବା କଥା କହିସାରିବା ପରେ କହିଲେ ଆଜ୍ଞା ମୁଁ ପଣ କରି କହୁଛି, ସତ୍ୟ କଥା କହୁଛି ଯେ ତା ଧନ ତା ପାଖରେ ଅଛି, ସେ ମତେ କେବଳ ମିଛରେ ବଦନାମ କରିବାକୁ ଚେଷ୍ଟା କରୁଛି। ଏବଂ କତୁରୀ କିଛି କଲା ନାହିଁ। ରାଜା ଆଶ୍ଚର୍ଯ୍ୟ, ଇଏ କି କଥା ହେଲା, ଆରେ ଦି ଜଣ ଯାକ କଥା ସତ, ସିଏ କହୁଛି ମୁଁ ଦେଇଛି, କତୁରୀ କିଛି କଲା ନାହିଁ, ଇଏ କହୁଛି ମୋ ପାଖରେ ତା ଧନ ନାହିଁ, ଧନ ତା ପାଖରେ ଅଛି, ସେ ମତେ ମିଛରେ ବଦନାମ କରୁଛି। ଦି ଜଣ କଥା ସତ, ଏଠି କେମିତି ହବ। ହଠାତ୍ ସେଠି ଜଣେ ଅମାତ୍ୟ ଥିଲେ, କହିଲେ ଠିକ ଅଛି, ରୁହ 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 ରୁହ, ଏଠିକି ଆସ। ସେ ବାଡିଟାକୁ ଆଣିଲେ, ଭାଙ୍ଗିଦେଲେ। ଦେଖିଲା ବେଳକୁ କଣ ହେଇଛି, ବାଡି ଭିତରେ ଥିବା ସ୍ୱର୍ଣ୍ଣ ମୁଦ୍ରା ଝଣଝଣ ଝଣଝଣ ହେଇ ପଡିଗଲା। ଦେଖ, ସେ ବ୍ୟକ୍ତି ତାର ମନକୁ ବ୍ୟବହାର କରି କଣ କରିଛି ନା ବାଡି ଭିତରେ ସବୁ ସ୍ୱର୍ଣ୍ଣ ମୁଦ୍ରା ରଖିଛି। ଯେତେବେଳେ ସେ କତୁରୀ ପାଖକୁ ଗଲା, ସେ ବର୍ତ୍ତମାନ ଜାଣି ଦେଇଛି କତୁରୀର କାମ ହଉଛି ଏଇଆ। ଯେତେବେଳେ ଗଲା, ସେଟାକୁ ଧରେଇ ଦେଲା କାହାକୁ, ତାରି ସାଙ୍ଗକୁ। ତେଣୁ ସତ କହିଲା ଯେ ତା ଧନ ତା ପାଖରେ ଅଛି। ଏଇଠି କଣ ହଉଛି, ଯେତେ ଯେତେ ବି ଦେଖନ୍ତୁ, କତୁରୀର ଯୋଉ ସାମର୍ଥ୍ୟ ଥିଲା, ସାମର୍ଥ୍ୟ କିଛି ଭୁଲ କରିନି, ମନ ଏଠି କଣ କରିଛି, ବ୍ୟବହାର କରିଛି ତାର ବୁଦ୍ଧିମତାକୁ ଠକିବା ପାଇଁ। ଏହା ଫଳରେ କଣ ହୁଏ, ବା ସେଥିପାଇଁ ଲାଷ୍ଟ ଯୋଉଟା ଲାଇନ ଟା କହିଲେ, ସେଟା ଆମ ପାଇଁ ଏକ ଚରମ, ଯେମିତି ଆଲାର୍ମ ବାଜେନି, ଏଇଟା ଘଣ୍ଟି। କଣ କହୁଛନ୍ତି, ତାଙ୍କ ବ୍ୟତୀତ ଆଉ କାହା କଥା ଯଦି ତୁମେ ଶୁଣ, ତାହେଲେ ଜାଣ ତୁମ ଅବସ୍ଥା ଶେଷ। ଆପଣ ଅନେକ ବ୍ୟକ୍ତି କୁହନ୍ତି ଯେ ମାଙ୍କ ଯୋଗ ବା ପୂର୍ଣ୍ଣ ଯୋଗ ଭାରି ସହଜ, ଅଲ୍ ଲାଇଫ୍ ଯୋଗ, ତେଣୁ ଖାଅ ପିଅ ମଉଜ କର, ତାମାନେ ବି ଯୋଗ କରୁଛି। ଅନେକ ବ୍ୟକ୍ତି ସାଧନା କରିବା ପାଇଁ ମଧ୍ୟ ଆସିକରି ମଧ୍ୟ ପୁଣି ନିଜ ସ୍ୱାର୍ଥରେ ଲାଗିଯାଆନ୍ତି। ସେମାନେ ଆସକ୍ତି ବଶତଃ ହଉ, ଅର୍ଥ ପାଇଁ ଲାଗିଯାଆନ୍ତି, କେହି କେହି କ୍ଷମତା ପାଇଁ ଲାଗିଯାଆନ୍ତି, କେହି କେହି ନିଜ ସ୍ୱାର୍ଥକୁ ପୂରଣ କରିବା ପାଇଁ ପକ୍ଷପାତିତା ବି କରିବା, ଏବଂ ମତେ ଯିଏ ପସନ୍ଦ ତାକୁ ମୁଁ ଉଚିତ ବୋଲି ମନେ କରିବା, ଏ ସବୁ ଯେତେ ଗୁଡେ କାର୍ଯ୍ୟ ହଉଛି, ଇଏ ସବୁ ହଉଛି ମନର କାର୍ଯ୍ୟ। ଏବଂ ପ୍ରାଣଗତ ଭାବରେ ମୁଁ ଯାହା ପ୍ରତି ଆସକ୍ତି ରହିଛି, ସିଏ କହିଲେ ଠିକ, ସେଇ ଏକା କଥା ଯଦି ଆଉ ଜଣେ କହିଲା ଭୁଲ, ଏଇ ପ୍ରକାରର ଅବସ୍ଥା ଯେତେବେଳେ ଆମେ କରୁଛୁ, ସିଧାସଳଖ ମା ଏଇ ଯୋଉ ଲାଷ୍ଟ ଲାଇନ କହିଲେ, ଯଦି ତୁମେ ଚୈତ୍ୟ ସପ୍ତାହର କଥା ଶୁଣୁନାହ, ଆଉ କାହାରି କଥା ଶୁଣୁଛ, ତୁମ ଅବସ୍ଥା ଶେଷ। ଅନେକ ବ୍ୟକ୍ତି ପ୍ରଶ୍ନ କରନ୍ତି ଯେ ଏତେ ଲୋକ ଏତେ କାମ କରୁଛନ୍ତି, ଭୁଲ କାମ କରୁଛନ୍ତି, ତାଙ୍କୁ ତ କିଛି ମା ଦଣ୍ଡ ଦଉନାହାନ୍ତି, ଆଉ ସେମାନେ ଚେତୁ ନାହାନ୍ତି। ସେଇଠି ମାଙ୍କୁ ଯେତେ ପଚରା ହେଇଛି, ମା କହୁଛନ୍ତି ତୁମେ ଜାଣ
ମଣିଷ ଜନ୍ମ ତୁମକୁ ଯେତେବେଳେ ଦିଆହେଇଛି ତୁମକୁ ଅପୂର୍ବ ସାମର୍ଥ୍ୟ ଦିଆଯାଇଛି। ସେ ସାମର୍ଥ୍ୟ ବଳରେ ତୁମେ ସତ୍ୟ ମାର୍ଗରେ ଯଦି ଯାଅ ତେବେ ସତ୍ୟ ପରମ ସତ୍ୟକୁ ପ୍ରାପ୍ତ କରିବ, ନହେଲେ ତୁମେ ରସାତଳଗାମୀ ହବ, ପଥଭ୍ରଷ୍ଟ ହେଇଯିବ। ସେଥିପାଇଁ କହୁଛନ୍ତି ଆପଣ ସାଧନା କରୁଛନ୍ତି କିନ୍ତୁ ଠକୁଛନ୍ତି, କପଟ ଆଚରଣ କରୁଛନ୍ତି, ତା ଦ୍ୱାରା ତୁମେ ପଥଭ୍ରଷ୍ଟ ହଉଛ, ଜୀବନର ଏକ ପ୍ରଭୂତ କ୍ଷତି ସାଧନ କରୁଛ। ଭଗବାନ ଆଉ ତମ ଭିତରେ ଏତେ ବିରାଟ ମୋଟେଇର ଷ୍ଟିଲ ଷ୍ଟେନଲେସ୍ ଷ୍ଟିଲ ପ୍ରାଚୀର ସୃଷ୍ଟି କରିଦଉଛ ଯେ କି ତୁମ ପାଖରେ ମାଙ୍କର କୌଣସି କଥା ପହଞ୍ଚି ପାରିବ ନାହିଁ, କୌଣସି ନିର୍ଦ୍ଦେଶ ପହଞ୍ଚି ପାରିବ ନାହିଁ। ମା ଅନେକ ଜାଗାରେ ଲେଖୁଛନ୍ତି, ମା ଲେଖୁଛନ୍ତି ମୁଁ ତାଙ୍କ ପାଖରେ ପହଞ୍ଚେ ନାହିଁ, ତାଙ୍କ କଥା ମାନେ କଣ ହୁଏ ନା ପହଞ୍ଚି ପାରନ୍ତି ନାହିଁ, କାହିଁକିନା ଇଏ ବାଧା ସୃଷ୍ଟି କରେ। ତେଣୁ ପ୍ରତିଟି କଥା ପାଇଁ ଆମେ ଚୈତ୍ୟସତାର ନିର୍ଦ୍ଦେଶକୁ ଅପେକ୍ଷା କରିବା। ମା ଲେଖୁଛନ୍ତି ତୁମେ କଣ ପଢିବାକୁ ଚାହୁଁଛ, ଏପରିକି ମା ମୁଁ ଖାଇବାକୁ ଯାଉଛି, ମା ମୁଁ ଏଇଟା ପଢିବାକୁ ଚାହୁଁଛି, ପଢିବି କି ପଢିବି ନାହିଁ, କେଉଁ କାମ କରିବାକୁ ଚାହୁଁଛ, କେଉଁ ବାଟରେ ଗତି କରିବାକୁ ଚାହୁଁଛ, ସବୁ ସେଇ ଚୈତ୍ୟସତା ଠାରୁ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିବ। ସେଥିପାଇଁ ମା କହୁଛନ୍ତି କଣ କରିବ ନା ତୁମେ କିଛି ସମୟ ନୀରବ ରହିବ ଏବଂ ନୀରବରେ କିଛି ସମୟ ବସିବ। ଯେତେ ଗୁଡାଏ ତୁମ ପାଖରେ ସମ୍ଭାବନା ଖୋଲି ଯାଉଛି, କୌଣସିଟିକୁ ତରତର ହେଇକି ନ କରି ନୀରବରେ ଅପେକ୍ଷା କରି ମାଙ୍କ ପାଖରେ ତାକୁ ଅର୍ପଣ କରିବେ ଯେ ମା ମତେ ଏଇ ବାଟ ଦେଖାଯାଉଛି। ପ୍ରଥମ ଅଭ୍ୟାସରେ ଏଇଭଳି ଭାବରେ କରିବେ। ତାପରେ ତା ଭିତରେ ଯୋଉ ଗୁଡିକ ଆପଣଙ୍କୁ ଭିତରୁ ଏକ ପ୍ରେରଣା ଆସିବ, ନିଶ୍ଚୟ ଆସିବ। ହୁଏତ ଜାଣି ହବନି ପ୍ରଥମେ ପ୍ରଥମେ, ତାପରେ ଯୋଉଟାକୁ ହଠାତ୍ ତୁମେ ଲାଗିବ ତାହାକୁ ମାଙ୍କ ପାଖରେ ଅର୍ପଣ କରି ସମର୍ପଣ କରି ମା ଆଉ ମୁଁ ଯାଉଛି ଏଇଟା କରିବା ପାଇଁ, ତୁମେ ମତେ ପରିଚାଳିତ କର। ଯଦି ଆ ଭିତରେ ଯାହା ବି କିଛି ଘଟେ କଣଟା ମୋ ପାଇଁ ଠିକ ତାହା ତୁମେ ସ୍ଥିର କରିବ ମା। ଏ ପ୍ରକାରର ମାଙ୍କୁ ଆହ୍ୱାନ କରି ସବୁବେଳେ ନିରନ୍ତର ଗୋଟିଏ ପ୍ରାର୍ଥନା ରଖିବେ ଯେ ମା ଏବେ ପର୍ଯ୍ୟନ୍ତ ବି ମୁଁ ମନ ଦ୍ୱାରା ବିଚାର କରିବାକୁ ଚେଷ୍ଟା କରୁଛି, ଆପଣଙ୍କୁ ପାଟିରେ କହୁଛି, ମନରେ କହୁଛି, କିନ୍ତୁ ଚୈତ୍ୟସତା ମୋର ସମ୍ମୁଖକୁ ଆସନ୍ତୁ, ସିଏ ମୋର ମନ ପ୍ରାଣ ଶରୀରକୁ ପରିଚାଳିତ କରନ୍ତୁ। ଏହି ପ୍ରାର୍ଥନା ନିରନ୍ତର ରଖିବାକୁ ପଡିବ। ସେଥିପାଇଁ ତାପରେ କହୁଛନ୍ତି ଅନ୍ୟ ଦିଗରେ ବହୁ ପ୍ରକାର ସମ୍ଭାବନା ରହିଛି, ସେଗୁଡାକ ମଧ୍ୟ ଆସିବ। କଣ କଣ ଆସିବ ଏହା ପୂର୍ବରୁ ଆମେ କଥା ହଉଥିଲେ। ମୁଁ ଯାହା ପଢିଛି, ମୁଁ ଜୀବନରେ ଯାହା ସବୁ ଭେଟିଛି, ଯେଉଁ ସବୁ ଉପଦେଶ ପରାମର୍ଶ ମତେ କିଏ ଦେଇଛନ୍ତି, ମୋ ଜୀବନରେ ମୁଁ ବି ପ୍ରୟୋଗ କରି ଦେଖିଛି, ସିଏ କଣ ହବ ତୁମ ଚାରିପଟେ ନର୍ତ୍ତନ କରନ୍ତି, ମାନେ ଏଇଟା ଠିକ ତୁ ଏଇଟା କରେ, ମାନେ ଅନେକ ପ୍ରକାରର ପ୍ରସ୍ତାବ ତମ ପାଖକୁ ଆସିବ। ସେଇଥିପାଇଁ ଆମର ଭାରତ ବର୍ଷରେ ଗୋଟେ ଭଲ ଡାଇଲଗ ଅଛି, ଭାରତ ବର୍ଷରେ ପ୍ରତ୍ୟେକ ବ୍ୟକ୍ତି ହଉଛନ୍ତି ଜଣେ ଜଣେ ଡାକ୍ତର। କୌଣସି କାରଣରୁ ଯଦି କେହି ବି ଶୁଣିଲେ ଯେ କଣ ହେଲା ତୋ ମୁଣ୍ଡ ବିନ୍ଧୁଛି, ଗୋଟେ କାମ କରିବ ତୁ ଏଇଟା ଖାଇଦଉନୁ, ତୁ ଏଇଟା କରିଦଉନୁ, ସାଙ୍ଗେ ସାଙ୍ଗେ ପ୍ରସ୍ତାବ, ସାଙ୍ଗେ ସାଙ୍ଗେ ମାନେ ବାଟ ଆମେ ସାଙ୍ଗେ ସାଙ୍ଗେ ସମସ୍ତେ ଦେଇଦଉ, ଔଷଧ ସମସ୍ତେ ଦେଇଦଉ। ତେଣୁ ଏଇଭଳି ଭାବରେ ଆମର ମନ, ଆମର ଅଭିଜ୍ଞତା, ଆମର ସ୍ୱଳ୍ପ ଜ୍ଞାନ ଏସବୁ କଣ କରେ ନର୍ତ୍ତନ ଆରମ୍ଭ କରନ୍ତି, ମାନେ ଅନେକ ପ୍ରସ୍ତାବ ଦିଅନ୍ତି। ସବୁ ପ୍ରସ୍ତାବକୁ ପୁରା ଧରିବ, ମାଙ୍କ ପାଖରେ ବସିଯିବ, ମାଙ୍କ ପାଖରେ ଥୋଇଦବ। ସେଠି ଏଇଠି ଚୈତ୍ୟସତା ଆବିଷ୍କାର ଯେହେତୁ ମୋର ହେଇନାହିଁ, ତେଣୁ ମୁଁ ମାଙ୍କ ପାଖରେ ନେଇ ଥଉଛି, ମାଙ୍କୁ ପ୍ରାର୍ଥନା କରୁଛି ଏ ସବୁ ଗୁଡା ତମ ପାଖରେ ରହିଲା, ମୋର ଚୈତ୍ୟସତାକୁ ସମ୍ମୁଖକୁ ଆଣ, ସିଏ ଯେପରି ଡିସିସନ ନଉ। ବାରମ୍ବାର କହିବା ଫଳରେ ଚୈତ୍ୟସତା ଧୀରେ 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 ବିକଶିତ ହବ। ତାପରେ ଚୈତ୍ୟସତା ଡିସାଇଡ କରିବ ସେ କଣ କରିବ। ସେଇଠି ମା କହୁଛନ୍ତି ଯେ ଶ୍ରୀଅରବିନ୍ଦ କହିବାକୁ ଚାହାନ୍ତି, ଯେତେବେଳେ ସେ କୁହନ୍ତି ଯେ ମଣିଷ ସର୍ବଦା ଅଜ୍ଞାନ ଭିତରେ ବଞ୍ଚୁଥାଏ ଏବଂ ଯେ ପର୍ଯ୍ୟନ୍ତ ଆଲୋକିତ ମନ ଅଜ୍ଞାନ ଆଚ୍ଛାଦିତ ମନର ସ୍ଥାନରେ ଯାଇ ନ ବସିଛି, ଏଇଠି ହଉଛି କଥାଟି ଆରମ୍ଭରୁ ଆମେ କଥା ହଉଛନ୍ତି, ତାହେଲେ ଆମେ ଠିକ ବାଟରେ ଚାଲିପାରିବା ନାହିଁ। କୌଣସି ପ୍ରକାର ପୂର୍ଣ୍ଣାଙ୍ଗ ରୂପାନ୍ତର ଘଟିବା ପୂର୍ବରୁ ତୁମ ଭିତରେ ଏହି ପ୍ରସ୍ତୁତି ହିଁ ଅପରିହାର୍ଯ୍ୟ। ଯେ ପର୍ଯ୍ୟନ୍ତ ଏ ପ୍ରସ୍ତୁତି ନ ହେଇଛି ଆମ ପାଖରେ ରୂପାନ୍ତର ହେଇପାରିବ ନାହିଁ। ସେଇ ବାକ୍ୟ ଶେଷରେ ଆଉ ଥରେ କହିକି ସାରିବି, ମାଙ୍କର ସିଧାସଳଖ ବାକ୍ୟ ରହିଛି, ତୁମେ ଯଦି କପଟ ଆଚରଣ କରୁଛ ତେବେ ତୁମ ଭିତରେ ଅତିମାନସ ଶକ୍ତି ସଞ୍ଚାରିତ ହୋଇପାରିବ ନାହିଁ। ଏହା ମାଙ୍କର ସିଧାସଳଖ ବାଣୀ ରହିଛି, 10 ନମ୍ବର ଭଲ୍ୟୁମରେ ରହିଛି, ଅନ୍ୟ ଜାଗାରେ ବି ରହିଛି। ତେଣୁ ଆମେ ସତର୍କ ରହିବା, ନିରନ୍ତର ପ୍ରାର୍ଥନା କରିବା, ମା ମୋର ଚୈତ୍ୟସତା ସମ୍ମୁଖକୁ ଆସୁ, ଚୈତ୍ୟସତା ଦ୍ୱାରା ମୋର ମନ ପ୍ରାଣ ଶରୀର ସର୍ବଦା ପରିଚାଳିତ ହେଉ। ନୀରବରେ ମାଙ୍କ ପାଖରେ
ସବୁ ଜିନିଷ ସବୁ ଆଲୋଚନା ସବୁ ତର୍କ ଥୋଇ ଦେଇକି ପ୍ରାର୍ଥନା କରିବି, ମା ତୁମେ ଯାହା ପ୍ରେରଣା ଦବ ଦିଅ, ତୁମେ ପରିଚାଳିତ କର, ଭୁଲ ଭଟକା ହେଲେ ତୁମେ ମୋତେ ପରିଚାଳିତ କରି ସୁରକ୍ଷା ଦିଅ ମା। ସମସ୍ତ ପ୍ରଭୁଙ୍କ ତରଫରୁ ମୁଁ ପୁଣି ତାଙ୍କ କୃତଜ୍ଞତା ଜଣାଉଛି। ଧନ୍ୟବାଦ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅର୍ଜୁନଙ୍କ ପାଠ ପ୍ରଣାମ, ସମସ୍ତ ପ୍ରଭୁଙ୍କ ହୃଦୟରୁ ପ୍ରଣାମ, ବନ୍ଦେ ମାତରମ୍, କର